ତେବେ ସାଙ୍ଗମାନେ ଆପଣମାନେ ଭାବୁଥିବେ ଯେ ଆପଣଙ୍କର ମ୍ୟାଟ୍ରିକ୍ ରେଜଲ୍ଟଟା ସର୍ବପ୍ରଥମେ ଆପଣ ଦେଖିବା ପାଇଁ ତାହା ଆପଣ ଭାବୁଥିବେ ଯେ କେଉଁ ୱେବସାଇଟ୍ରେ ଆପଣ ପ୍ରଥମେ ଆପଣଙ୍କ ରେଜଲ୍ଟଟା ଦେଖିପାରିବେ। ମୁଁ ଆପଣଙ୍କୁ ଏହି ଭିଡ଼ିଓରେ କହିଦେବି ଯେ ଆପଣ ପ୍ରଥମେ ଆପଣଙ୍କର ମ୍ୟାଟ୍ରିକ୍ ରେଜଲ୍ଟଟା କେମିତି ସହଜରେ ଆପଣଙ୍କ ନିଜ ମୋବାଇଲରେ ଦେଖିପାରିବେ, ତାହା ମଧ୍ୟ କିଛି ବି ଏମିତି ନ କରିକି। ତ କ'ଣ କରିବେ ଦେଖନ୍ତୁ, ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ତ ପ୍ରଥମେ ତ ଆପଣ କ'ଣ କରିବେ, ନିଜର ଗୁଗୁଲକୁ ଆସିବେ। ଗୁଗୁଲକୁ ଆସି ସାରିଲା ଆପଣ ଏଠି ଆପଣ ସର୍ଚ୍ଚ କରିବେ ଇଣ୍ଡିଆ ରେଜଲ୍ଟ। ଦେଖନ୍ତୁ ମୁଁ ଯେମିତି ସର୍ଚ୍ଚ କରୁଛି ଆପଣ ତାହା ସର୍ଚ୍ଚ କରିଦେବେ। ଇଣ୍ଡିଆ ରେଜଲ୍ଟ ଯେମିତି ଆପଣ ସର୍ଚ୍ଚ କରୁଛନ୍ତି ପ୍ରଥମେ ଯେଉଁ ୱେବସାଇଟ୍ ଆସୁଛି ସେଠି ଆପଣଙ୍କୁ କ୍ଲିକ୍ କରିନେବାର ଅଛି। କ୍ଲିକ୍ କଲା ପରେ ଆପଣଙ୍କ ପାଖରେ ଏମିତି ଅପସନ୍ଟା ଖୋଲିଯିବ ଆମେ ଓଡ଼ିଶାର, ସେମିତି ଆମେ ଏହି ଓଡ଼ିଶାରେ କ୍ଲିକ୍ କରିଦେବା। ଓଡ଼ିଶାରେ କ୍ଲିକ୍ କଲା ପରେ ଦେଖିପାରୁଥିବେ ପ୍ରଥମ ଅପସନ୍ଟା ଆସୁଛି କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା, 2 ନମ୍ବରରେ ଆସୁଛି ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା। କାଉନସିଲର ଅଫ୍ ହାୟର ସେକେଣ୍ଡାରୀ ଓଡ଼ିଶା ମାନେ ଆପଣଙ୍କର +2 ରେଜଲ୍ଟ ପାଇଁ। ତା ତଳେ ଯେଉଁ ଅଛି ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା, ସେଠି ଆମେ କ୍ଲିକ୍ କରିନେବା। ଯେମିତି ଆପଣ କ୍ଲିକ୍ କରିଛନ୍ତି ଏଠି ଦେଖିପାରୁଥିବେ ଆନୁଆଲ୍ HSC ଏକ୍ଜାମିନେସନ୍ ରେଜଲ୍ଟ 2024 ମାନେ ତଳେ ଦେଖନ୍ତୁ ରୋଲ୍ ନମ୍ବର, ମୋବାଇଲ୍ ନମ୍ବର, ନେମ୍ ଏବଂ ଇମେଲ୍ ଆଇଡି ଅଛି। ତ ଏଠି କ'ଣ ଅଛି, ଯଦି ଆପଣଙ୍କର ମୋବାଇଲ୍ ନମ୍ବର, ରୋଲ୍ ନମ୍ବର ଆଉ ନା ଆଉ ଇମେଲ୍ ଆଇଡି ଦେଇକି ଏଠି ଯଦି ରେଜିଷ୍ଟର କରିନେବେ ତାହେଲେ କ'ଣ ହେବ, ଯେତେବେଳେ ଆପଣଙ୍କ ରେଜଲ୍ଟ ଆସିବ ଆପଣଙ୍କ ପାଖକୁ ମେସେଜ ସାହାଯ୍ୟରେ ନହେଲେ ଆପଣଙ୍କର ମେଲ୍ ସାହାଯ୍ୟରେ ଆପଣଙ୍କୁ ପ୍ରଥମେ ନୋଟିଫିକେସନ୍ଟା ଆସିଯିବ ଯେ ଆପଣଙ୍କର ଏତିକି ରେଜଲ୍ଟଟା ଆସିଲା। ତ ଆମେ ଆମେ ଏଇଟା କରିବାର ନାହିଁ। କ'ଣ କରିବା, ଯେତେବେଳେ ରେଜଲ୍ଟଟା ପ୍ରକାଶ ପାଇଯିବ ସେତେବେଳେ ଆପଣ ଏହି ୱେବସାଇଟ୍କୁ ଆସିବେ, ଏମିତି ପ୍ରୋସେସ୍ କରିବେ। ତାପରେ ଏଠି ଯେଉଁ ଲେଖା ହେଇଛି ଆନୁଆଲ୍ HSC ଏକ୍ଜାମିନେସନ୍ ରେଜଲ୍ଟ 2024 ଅଛି, ଏଠି କ୍ଲିକ୍ କରିନେବା। କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଗୋଟେ ନୂଆ ଅପସନ୍ଟା ଖୋଲିଯିବ ଯେ ଆପଣଙ୍କ ରୋଲ୍ ନମ୍ବର ଅପସନ୍ଟା ଖୋଲିଯିବ। ରୋଲ୍ ନମ୍ବର ଦିଅନ୍ତୁ ବୋଲି ଏମିତି ଗୋଟେ ଅପସନ୍ଟା ଖୋଲିଯିବ। ସେଠି ନିଜର ଆପଣଙ୍କର ରୋଲ୍ ନମ୍ବରଟା ଦେଇଦେବେ। ଏମିତି ଯେଉଁ ଗୋ ଅପସନ୍ ଏଠି ଅଛି ସେମିତି ସେଠି ଗୋଟେ ଗୋ ଅପସନ୍ ଥିବ, ସେଠି ଆପଣ ଗୋଟେ ସିମ୍ପଲି କ୍ଲିକ୍ କରିନେବାର ଅଛି। ଯେମିତି ଆପଣ ସେଠି ଗୋଟେ କ୍ଲିକ୍ କରିନେଉଛନ୍ତି ଆପଣଙ୍କ ରେଜଲ୍ଟଟା ଆପଣ ସର୍ବପ୍ରଥମେ ଆପଣଙ୍କ ନିଜ ମୋବାଇଲରେ ଦେଖିପାରିବେ। ଏବଂ ଆପଣ ଯଦି ଅଲଗା ସାଙ୍ଗମାନଙ୍କର ଯଦି ଆପଣ ଚେକ୍ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ଏଠି ଦେଖିପାରିବେ। ତ ଏମିତିଆ ତୁରନ୍ତ ଅପଡ଼େଟ୍ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।